ଅବଶ୍ୟ ଏଇଟା କହିବା କଥା ନୁହଁ, କିନ୍ତୁ ମୁଁ କହୁଛି ଯେତେବେଳେ ଆମେ ଏଇ ଭଳିଆ ଫିଲ୍ମ ଆଗରୁ ପକଉଥିଲୁ ଯେ ପ୍ରଥମ ଦିନ ସେମାନେ କିଛି ଟିକେଟ ନେଇଯାଆନ୍ତି, ତାପରେ ସେକେଣ୍ଡ ଦିନ ଆମେ ଦେଖିଲା ବେଳକୁ କେତେ ଟିକେଟ ବିକ୍ରି ହେଇଛି ନା 15ଟା ଟିକେଟ ବିକ୍ରି ହେଇଛି, କେତେ ଟିକେଟ ବିକ୍ରି ହେଇଛି 20ଟା ଟିକେଟ ବିକ୍ରି ହେଇଛି। ସେତେବେଳେ ମୁଣ୍ଡରେ ହାତ ଦେଇ ବସୁ। ଆମର ସ୍ପେସିଆଲି ମୁଁ ମହାରାଜା କଥା କହୁଛି, ଆମ ହଲ୍ ଗୋଟେ ଦିନରେ ଖର୍ଚ୍ଚ ହିସାବ କଲେ ପ୍ରାୟ 20 ରୁ 30 ହଜାର ଟଙ୍କା ଖର୍ଚ୍ଚ ହଉଛି। ତେଣୁକରି ଯଦି 15ଟା 10ଟା 5ଟା ଲୋକ ହେବେ ଗୋଟେ ଶୋରେ, ତାହେଲେ ଆଜ୍ଞା ସିନେମା ହଲ୍ ବଞ୍ଚିଲେ ସିନା ଆମେ ସିନେମା ପକେଇବୁ। ତେଣୁକରି ସେଇ ହିସାବରେ ମୁଁ କହିବି ଗୋଟେ ଭଲ କଣ୍ଟେଣ୍ଟର ଭଲ ସିନେମା ଯଦି ହବ, କହୁଛି ଗୋଟେ ଭଲ ସିନେମା ପାଇଁକି ଆମେ ନିଶ୍ଚିତ ଆଗ୍ରହ ପ୍ରକାଶ କରିବୁ। ତେଣୁକରି ଗୋଟିଏ କଥା ହଉଛି କଣ ନା, ବାବୁସାନ ଆଉ ଅନୁଭବ ଆଉ ସବ ଏମାନଙ୍କ ପିକ୍ଚର ହେଲେ ଫିଲ୍ମ ଟିକେ ଭଲ ଚାଲୁଛି ସିନେମା। ତାପରେ ଫିଲ୍ମ ଡାଇରେକ୍ଟର ଫିଲ୍ମର କଣ୍ଟେଣ୍ଟ ସେ ତା ଉପରେ ବି ନିର୍ଭର କରୁଛି। ଟିକେ ଆମେ ଦେଖୁଛୁ ଯୋଉ ଟିକେ କ୍ରେଜ ଟିକେ ଭଲ ଅଛି, ଆମେ ଆଶା କରୁ ଏଇ ଫିଲ୍ମଟା ଆମେ ଚଲେଇଲେ ଆମେ ଭଲ ହବ। ଆଚ୍ଛା, ବଡ ବଡ ହଲ୍ ଯେମିତି କଟକରେ ନିଶାମଣି ହଉ, ବଡ ବଡ ହଲ୍ ସବୁ ଭାଙ୍ଗିଗଲା, କିନ୍ତୁ ମହାରାଜା ଦର୍ଶନ ଦେଖେ ଠିଆ ହେଲା। ମଦନ ଭାଇ ସେ ଯୋଉ ଆପଣ ଠିଆ ହେଇଛନ୍ତି, ମଦନ ଭାଇ ତାର କଣ ଆପଣଙ୍କୁ ମିଳୁଛି ପ୍ରାୟୋରିଟି ଏବଂ କଣ କେମିତି ଆପଣ ଦେଖନ୍ତୁ ବହୁତ ପ୍ରଶଂସା ସହିକି ଆମେ ଏଠି ଷ୍ଟାର୍ଟ କରି ଅଛୁ। କୋଭିଡ ବେଳେ ଏଇଭଳିଆ ପରିସ୍ଥିତି ହେଲା ଯେ 5ଟା 3ଟା 10ଟା 15ଟା ଲୋକ ତା ଦେହରେ ଗୋଟେ ଛାଡିକି ଜଣେ ଛାଡି ଜଣେ ବସିବ, ଏଇଭଳିଆ ସେ ପରିସ୍ଥିତିରେ ଆମେ ଦରମା ଦେଇପାରୁନୁ, ବହୁ କଷ୍ଟରେ ମୁଣ୍ଡା ସିଧା କରି ଠିଆ ହେଇଛୁ। ତେଣୁକରି ଆମେ ଆଜ୍ଞା ଏକଦମ ଭଲରେ ଅଛୁ, ତା ବି ନ କହିବା ଭଲ। କେବେ ମନ ଭିତରେ ଆସିନି ହଲ୍ଟା ଭାଙ୍ଗି କିଛି ସଦେଇ କଲ୍ କରିବା ପାଇଁ? ନାଇଁ ଆଜ୍ଞା, ସେ କଥା ଆମେ ଚିନ୍ତା କରୁନୁ ଏପର୍ଯ୍ୟନ୍ତ କେବେ। ଯେତେ ଝଡ ଆସିଲେ ବି, ଯେତେ ଲସ୍ ହଉ ଯାହା ହଉ, ଆଜ୍ଞା ସେ କଥା ଏପର୍ଯ୍ୟନ୍ତ ଆମେ ଚିନ୍ତା କରିବୁ।